ନମସ୍କାର। ଶୁଣନ୍ତୁ, ମୋର ଆଉ ଗୋଟିଏ ନୂଆ କଥା। ଶିକ୍ଷା ଓ ଶିକ୍ଷକ, ବିଦ୍ୟା ଓ ଗୁରୁଙ୍କ ସମ୍ବନ୍ଧରେ। ବିଦ୍ୟା ସିଏ ନୁହେଁ ଯିଏ ଆମକୁ ଚାକିରି ଦିଏ। ବିଦ୍ୟା ସିଏ ଯିଏ ଆମକୁ ମୁକ୍ତ କରିଦିଏ। ଗୁରୁ ପ୍ରଦାନ କରିଥିବା ଜ୍ଞାନର ଉପଯୋଗ କରି ନିଜର ଓ ସମାଜର ହିତ ସାଧନ କରିବା ହେଉଛି ବିଦ୍ୟା। ଯିଏ ଆମର ଅନ୍ତର୍ନିହିତ ଜ୍ଞାନକୁ ଚିହ୍ନି ସେ ଜ୍ଞାନକୁ ବହିର୍ମୁଖୀ କରାଇବାରେ ସାହାଯ୍ୟ କରନ୍ତି, ସେ ହେଉଛନ୍ତି ଗୁରୁ। ଯିଏ ଆମ ସହିତ ଆମର ସଠିକ୍ ପରିଚୟ କରାଇ ଦିଅନ୍ତି, ସେ ହେଉଛନ୍ତି ଗୁରୁ। ଆଉ ଶିକ୍ଷା ହେଉଛି ସମାଜ ଆବଶ୍ୟକ କରୁଥିବା ବ୍ୟବହାରର ଦର୍ପଣ। ସମାଜରେ ବଞ୍ଚିବା ପାଇଁ ନିଜକୁ କିପରି ଖାପ ଖୁଆଇ ପାରିବା, ସେ ସମ୍ବନ୍ଧରେ ଜ୍ଞାନ ଦେଉଥିବା ବ୍ୟକ୍ତି ହେଉଛନ୍ତି ଶିକ୍ଷକ। ସଭ୍ୟ ସମାଜରେ ବଞ୍ଚିବା ପାଇଁ ଆମକୁ କେତେ ରୋଜଗାର କରିବା ଆବଶ୍ୟକ, ସେ ରୋଜଗାରକୁ କେଉଁଠି କେଉଁଠି ଲଗାଇବା ଆବଶ୍ୟକ, ସେ ସାମାଜିକ ଜ୍ଞାନ ଦିଅନ୍ତି ଶିକ୍ଷକ। ସାମାଜିକ ଚଳନୀର ପ୍ରତିଯୋଗିତାରେ କେମିତି ଶ୍ରେଷ୍ଠ ଆସନରେ ବସି ହେବ, ସେ କଥାକୁ ଆମକୁ ଶିଖାଇ ଦିଏ ଶିକ୍ଷା। ସେହି ପରିମାର୍ଜିତ କୌଶଳ ଗୁଡ଼ିକ ଆମକୁ ଯିଏ ଶିକ୍ଷା ଦିଅନ୍ତି, ସେ ହେଉଛନ୍ତି ଶିକ୍ଷକ। ମୋଟ ଉପରେ କହିଲେ, ଯିଏ ଆମକୁ ସମାଜ ଆବଶ୍ୟକ ଶିକ୍ଷା ଦିଅନ୍ତି, ସେ ହେଉଛନ୍ତି ଶିକ୍ଷକ। ବାହ୍ୟ ବ୍ୟବହାରକୁ ପରିମାର୍ଜିତ କରି ଆମର ଅନ୍ତର୍ନିହିତ ଜ୍ଞାନ, ଧର୍ମ ଓ ବିଶ୍ୱାସକୁ ସୁଦୃଢ଼ କରି ଯିଏ ଆମକୁ ମୁକ୍ତିର ରାସ୍ତାରେ ଅଗ୍ରସର କରାନ୍ତି, ସେ ହେଉଛନ୍ତି ଗୁରୁ। ରହୁଛି। ଆପଣମାନଙ୍କୁ କଥାଟି କେମିତି ଲାଗିଲା ନିଶ୍ଚୟ ଜଣାଇବେ। ଧନ୍ୟବାଦ।